ଆଜ୍ଞା ଟିକେ ଆପଣଙ୍କ ପରିଚୟଟା। ମୋ ନାଁ ଶ୍ରୀ ରଶ୍ମି ରଞ୍ଜନ ବ୍ରହ୍ମା, ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର, ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ ଜଜ୍ ଖୋର୍ଦ୍ଧା ଆଟ୍ ଭୁବନେଶ୍ୱର। ଆଜି ଗୋଟେ ଜଜମେଣ୍ଟ ଆସିଲା ଯେ 20 ବର୍ଷ ସଶ୍ରମ କାରାଦଣ୍ଡ 1 ଲକ୍ଷ ଟଙ୍କା ଜରିମାନା ଆଜ୍ଞା ବ୍ରାଉନ ସୁଗାର ଧରା ପଡିଥିଲେ। କଣ ଏମିତି ଏତେ ବର୍ଷ ଗୋଟେ ଜରିମାନାଠୁ ଅଧିକ ସଜା ରହିଯାଉଛି? ଆଜ୍ଞା 21/5/23 ସନ୍ଧ୍ୟା 7ଟା ବେଳେ ଆମ ଏସଟିଏଫ ଅଫିସର ଇନ୍ସପେକ୍ଟର ସୁନିତା ପ୍ରଧାନ ଖବର ପାଇଥିଲେ କି ଆପଣ ୟୁନିଟ୍ 8 ନମ୍ବର ଯେଉଁ ଆମର ଅଛି ୟୁନିଟ୍ 8 ଡିଏଭି ସ୍କୁଲ ଜଷ୍ଟ ତା ବ୍ୟାକ୍ ସାଇଡ଼ରେ ସରକାରୀ କ୍ୱାର୍ଟରରେ ବ୍ରାଉନ ସୁଗାରର ଇଲିଗାଲ ବେପାର ହେଉଛି, ଟ୍ରେଡିଂ ହେଉଛି। ଖବର ପାଇ ତା ପୋଲିସ ଟିମ୍ ନେଇକରି ଏବଂ ଆପଣଙ୍କର ସମସ୍ତ ଇଣ୍ଡିପେଣ୍ଡେଣ୍ଟ ସାକ୍ଷୀ ଆଉ ଅଫିସିଆଲ ୱିଟନେସ୍ ନେଇକି ଯାଇଥିଲେ। ସେଇ ଲୋକ ଖବର ଯେଉଁଠି ଥିଲା ତାଙ୍କ ପାଖରେ ସେ ପହଞ୍ଚିକିରି 1R2 ନମ୍ବର କ୍ୱାର୍ଟର ଗୋଟେ ଗଭର୍ଣ୍ଣମେଣ୍ଟର 1R2 ନମ୍ବର କ୍ୱାର୍ଟରରେ ଡୋର ନକ୍ କଲେ। ଜଣେ ଲୋକ ବାହାରିଲା, ତ ପଚାରିଲେ ତୋ ନାଁ କ'ଣ? ନା ମୋ ନାଁ ଚିତ୍ତରଞ୍ଜନ ସାହୁ ଏଲିଆସ୍ ମଧୁ କହିଲା। ତମେ କ'ଣ କାମ କରୁଛ? ନା ମୁଁ ଚିତ୍ତ ଅଟୋ ଗ୍ୟାରେଜ ବୋଲି ଜଳେଶ୍ୱର ମନ୍ଦିର ନିକଟରେ ଗୋଟେ ଗ୍ୟାରେଜ କରିଛି, ମୋଟର ସାଇକେଲ ଦୋକାନ କରିଛି। ନା ଆମେ ଖବର ଅଛି ତମେ ଏଠି ବେପାର କରୁଛ ବ୍ରାଉନ ସୁଗାର ବେପାର? ନା ନାଇଁ ଆଜ୍ଞା କହିଲା। ନାଇଁ ସବୁ ଦୋଷ ଅପରାଧୀ ମନା କରିବେ। ତାପରେ ପୋଲିସ କ'ଣ କଲେ ନା ଘର ସର୍ଚ୍ଚ କରିଥିଲେ ଏବଂ ସର୍ଚ୍ଚରେ ଜଣାପଡ଼ିଲା ତା ଶୋଇବା ଘର ଭିତରେ ଗୋଟେ ବ୍ଲୁ ରଙ୍ଗର ଜରି ଭିତରେ ଗୋଟେ ପ୍ଲାଷ୍ଟିକ ବ୍ୟାଗ୍ ଭିତରେ କିଲେ 107 ଗ୍ରାମ 1107 ଗ୍ରାମର ବ୍ରାଉନ ସୁଗାର ବାହାରିଥିଲା। ନମ୍ବର 1 କ୍ୱାଲିଟିର ବ୍ରାଉନ ସୁଗାର ବାହାରିଥିଲା। ସେ ବ୍ରାଉନ ସୁଗାର ଦେଖିଲା ପରେ ତା ଟେବୁଲ ଉପରେ ଦେଖିଲେ ଗୁଡ଼ାଏ ବ୍ୟାଙ୍କ ଷ୍ଟେଟମେଣ୍ଟ, ପ୍ୟାନ୍ କାର୍ଡ଼, ଆଧାର କାର୍ଡ଼ ଆଉ ଆପଣଙ୍କର ସବୁ ବ୍ୟାଙ୍କର ପାସବୁକ୍, ଚେକବୁକ୍, ବିଭିନ୍ନ ପ୍ରକାର ଲକ୍ଷ ଲକ୍ଷ ଟଙ୍କାର କାରବାର ମଧ୍ୟ ଷ୍ଟେଟମେଣ୍ଟ ଅଛି। ଏସବୁର ପୋଲିସର ସନ୍ଦେହ ଜାତ ଦେଇଥିଲା ଏବଂ ଜିନିଷ ଧରିଲା ପରେ ଏକ୍ସକ୍ଲୁସିଭ୍ ପୋଜେସନ୍ ତାର ତାକୁ ସମସ୍ତ ପ୍ରକାର ଏନ୍ଡିପିଏସ୍ ଆକ୍ଟର ସମସ୍ତ ପ୍ରୋଭିଜନକୁ ଧାରାକୁ ମାନି ଧାରା ଅନୁଯାୟୀ କାର୍ଯ୍ୟ କରି ଆଣିକରି ଏସଟିଏଫ ଅଫିସରେ ଏସପି ମହୋଦୟଙ୍କୁ ଦେଇଥିଲେ ମୁଦୁଲା ଏବଂ କାଗଜପତ୍ର ସହିତ ବ୍ରାଉନ ସୁଗାରକୁ। ଏସପି ତତ୍କାଳୀନ ଏସପି ଏଠି ଡିଏସପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀକୁ ଆଇଓ ଭାବେ ନିଯୁକ୍ତି କରିଥିଲେ। ପ୍ରବୀଣ ଚନ୍ଦ୍ର ତ୍ରିପାଠୀ ତାପରେ କେସର ତଦନ୍ତ କରି ସୁଚାରୁ ରୂପେ କରି ତାକୁ କୋର୍ଟ ମାନ୍ୟବର ଜିଲ୍ଲା ଦୌରା ଜଜ୍ ଭୁବନେଶ୍ୱର କୋର୍ଟକୁ ଚାର୍ଜସିଟ୍ ଦାଖଲ କରିଥିଲେ। সেই ଚାର୍ଜସିଟ୍ ମାନ୍ୟବର ଜିଲ୍ଲା ଦୌରା ଜଜ୍ ତାକୁ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ବନ୍ଦନା କରଙ୍କ କୋର୍ଟକୁ ଟ୍ରାଏଲ୍ ପାଇଁ ପଠାଇଥିଲେ। ଆଜି ସେ କୋର୍ଟରେ ମୁଁ ପ୍ରସିକ୍ୟୁସନ୍ ତରଫରୁ ସରକାରଙ୍କ ତରଫରୁ ମକଦ୍ଦମା ଲଢ଼ିଥିଲି ଏବଂ ସେଇ ମକଦ୍ଦମାରେ ଆମେ 14 ଜଣ ସାକ୍ଷୀ ଦେଇଥିଲୁ, 28ଟି ଦସ୍ତାବିଜ ଦେଇଥିଲୁ, 5ଟା ଏମଓ ଦେଇଥିଲୁ। ପାଖାପାଖି ଅଞ୍ଚଳର ପାଖାପାଖି 2 ପଟ କ୍ୱାର୍ଟର ଲୋକ ସାକ୍ଷୀ ଥିଲେ। ଆଉ ସେ ଘରଟି ସବୁଠୁ ବଡ଼ କଥା, ସେ ଘରଟି ଗୋଟେ ପୋଲିସ କର୍ମଚାରୀର ଥିଲା, ଆଲର୍ଟ ହେଇଥିଲା। ଆମ ଭୁବନେଶ୍ୱର ପୋଲିସ ଗୋଟେ କନେଷ୍ଟବଳ ତା ନାଁରେ ଶଶଧର ନାୟକ, ତାଙ୍କ ନାଁରେ ଏଇ ଘରଟା ଆଲର୍ଟ ହେଇଥିଲା। ଏମାନେ କ'ଣ କ୍ୱାର୍ଟର ବି ମାଡ଼ି ବସିଥିଲେ? ନା, ଏମାନେ ସେ କ୍ୱାର୍ଟରରେ ଭଡ଼ା ରହୁଥିଲେ। ସେମାନେ ଭଡ଼ା ରହୁଥିଲେ ସେ କ୍ୱାର୍ଟରରେ। ଏଇ ଯେଉଁ ଚିତ୍ତରଞ୍ଜନ ସାହୁ ସେ ଘରଟାକୁ ସବଲେଟରେ 21 ବର୍ଷ ରହୁଥିଲା। ସେ ପୋଲିସ ତାକୁ ଭଡ଼ା ଦେଇକରି ବାହାରକୁ ଯାଇଥିଲେ। ସେଦିନ ମୋତେ ଜଣାପଡ଼ିଲା ତଦନ୍ତ ଯେ ସେଦିନ ସେ ଝାରସୁଗୁଡ଼ାରେ ସେ ପୋଲିସ ନିଜ ଡ୍ୟୁଟି କରୁଥିଲେ। ତେଣୁ ସେ କହିଲେ ମୁଁ ତ ଆଜ୍ଞା ଘର ଜଗା ରଖିବାକୁ ମୋ ମୋଟର ସାଇକେଲ ଯେହେତୁ ସେ ଦୋକାନୀ ମୋ ମୋଟର ସାଇକେଲ ତିଆରି କରେ, ମୋତେ ବିଶ୍ୱାସ ଘର ଦ୍ୱାରା ନାହିଁ କହିଲା। ମୁଁ ତାକୁ ମୋ ଘରଟା ଜଗାଜଗି କରି ରଖିବା ପାଇଁ କହିଥିଲି କହିଲେ, ଆଉ ପୋଲିସ ତଦନ୍ତ ଜଣାପଡ଼ିଲା। ଆଉ ପାଖାପାଖି ଲୋକ କହିଲେ ପାଇଥିବେ। ତେଣୁ ସେ ପାଖାପାଖି ଯେଉଁ ସେକ୍ରେଟାରୀ ଷ୍ଟାଫ୍ 2 ଜଣ ବି କ୍ୱାର୍ଟର ପାଇଥିଲେ, ସେମାନେ ସାକ୍ଷୀ ଦେଇଛନ୍ତି। 1 ନମ୍ବର ଘର ଆଉ 3 ନମ୍ବର ଘର, ଏଇ 2 ନମ୍ବର ଘରରେ ବେପାର ହେଉଥିଲା। ତେଣୁ ସେମାନେ ବି ସାକ୍ଷୀ ଦେଇଛନ୍ତି। ତାପରେ ସବୁ ସରକାରୀ ସବ୍ କଲେକ୍ଟରଙ୍କ ଅଫିସର ଲୋକ ସାକ୍ଷୀ ଦେଇଛନ୍ତି, ବିଭିନ୍ନ ପୋଲିସ ଅଫିସର ସାକ୍ଷୀ ଦେଇଛନ୍ତି। ସମସ୍ତ ପ୍ରକାର ସାକ୍ଷୀ ନେଇ ଆମର ସାକ୍ଷୀମାନଙ୍କ ବୟାନ, ପ୍ରତିପକ୍ଷ ଓକିଲଙ୍କର ଜବାବ ସୁଆଲ ଏବଂ ମୁଦୁଲା ଜମାନବନ୍ଦୀ ସମସ୍ତ ପ୍ରକାର ତଥ୍ୟକୁ ଆଧାର କରି ମାନ୍ୟବର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଶ୍ରୀମତୀ ବନ୍ଦନା କର ଆସାମୀକୁ ଆଜି ସେ 21C ଏବଂ 29 ସେକ୍ସନ 29 ସେକ୍ସନ 21C ଏନ୍ଡିପିଏସ୍ ଆକ୍ଟରେ 20 ବର୍ଷ ସଶ୍ରମ କାରାଦଣ୍ଡ ଆଉ £1 ଲକ୍ଷ ଜରିମାନା କରିଛନ୍ତି ଏବଂ £1 ଲକ୍ଷ ଅନାଦି ଆଉ 1 ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛି, ଚୂଡ଼ାନ୍ତ ରାୟ ଆସିଛି। ଏ ବର୍ଷର ତାହେଲେ ଏଇଟା ଭୁବନେଶ୍ୱର କୋର୍ଟରେ ପ୍ରଥମ ଆଜୀବନ ଶାସନ କାରାଦଣ୍ଡ ଏ ବର୍ଷ ପାଇଁ ନିଶା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଆପଣଙ୍କର ଆମ ମାନ୍ୟବର ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ଆପଣ ଦେଖୁଥିବେ ବିଭିନ୍ନ ଗଣମାଧ୍ୟମରେ, ଟିଭିରେ, ପେପରରେ ଏବଂ ପୋଲିସ ପ୍ରଶାସନ ତରଫରୁ ସମସ୍ତଙ୍କର ବର୍ତ୍ତମାନ ଉଦ୍ଦେଶ୍ୟ ଯେ ନିଶା କେମିତି ପ୍ରତିହତ ହେଉ ଓଡ଼ିଶାରେ। ସମାଜରେ ନିଶା ବର୍ତ୍ତମାନ ବ୍ୟାପିଗଲାଣି ସୀମାହୀନ ଭାବରେ। ତେଣୁ ସେ ନିଶାକୁ ନିବାରଣ କରିବାକୁ ସମସ୍ତେ ପ୍ରଗାଢ଼ ଚେଷ୍ଟା କରୁଛନ୍ତି। ଏସଟିଏଫ୍ ଷ୍ଟାଫ୍ ଆପଣଙ୍କର ଆମର ଡିଜି ବର୍ତ୍ତମାନ ଡିଜି ଯିଏ ଅଛନ୍ତି ବିନୟ ତୋଷ ମିଶ୍ର IPS, ସେ ଏକ ମିଟିଂରେ ଆମ ସରକାରୀ ଓକିଲଙ୍କ ସେମିନାରରେ କହିଥିଲେ ବଡ଼ ବଡ଼ ଅପରାଧରେ ଅପରାଧୀ ଖସିଯିବା ଏକ ସାମାଜିକ କଳଙ୍କ। ସେଥିରେ ଆମେ ଉଦ୍ବୁଦ୍ଧ ହେଇଥିଲୁ।
ସତ କଥା ବଡ଼ ବଡ଼ ଅପରାଧ ଯଦି ଆମେ ତାକୁ ପ୍ରମାଣ ନ କରିପାରିବା ପୋଲିସ ତଦନ୍ତ ଠିକ୍ ନ କରିବ ଏବଂ ଆମେ ତାକୁ ପ୍ରମାଣ ନ କରିପାରିବା ଉପସ୍ଥାପିତ ଠିକ୍ ନ କରିପାରିବା ଅପରାଧୀ ଖସିବେ ମାଣ୍ଡାଟୋରି ପ୍ରୋଭିଜନ ଯଦି ନ ହେବ ତେଣୁ ଆମେ ସେଥିରେ ଆମେ ଉଦ୍ବୁଦ୍ଧ ହେଇଥିଲୁ ଏବଂ ମୁଁ ଭାବୁଛି ଏହା ଏକ ସମାଜକୁ ବାର୍ତ୍ତା ଏବଂ ସିଗ୍ନାଲ ଯେ ଯଦି ତୁମେ ନିଶା ମାଫିଆ ମାନେ ନିଶା ବେପାରୀ ମାନେ ଯଦି ସତର୍କ ନ ହୁଅ ସଜାଗ ନ ହୁଅ ଆଗକୁ ତୁମର ନିସ୍ତାର ନାହିଁ। ଯୋଉ ଧରା ପଡ଼ିଥିଲା ବ୍ରାଉନ ସୁଗର ଯେତିକି ତାର ମୂଲ୍ୟ କେତେ ହବାର 2 କୋଟି ଟଙ୍କା ବଜାର ମୂଲ୍ୟ 2 କୋଟି ଟଙ୍କା। ଆଗରୁ ବସ୍ତି ମାନଙ୍କରେ ସେ ଯୋଉ ସଜା ଶୁଣା ହେଲା ଯୋଉ ବ୍ୟକ୍ତିଙ୍କୁ ତା ସହିତ ଆଉ କିଏ ବି ଇନଭଲଭମେଣ୍ଟ ରହିଛି କି କଣ ତା ଉପରେ ବି କିଛି ହେଲା କି ନା ନାଇଁ ତାର ତଦନ୍ତ ଅଧିକ କରିବା ପାଇଁ ତଦନ୍ତକାରୀ ଅଫିସର ମାନେ ତାର ଦାୟିତ୍ୱ ନେଇଛନ୍ତି ସେଟା ତ ଆମେ କହିପାରିବୁନି ଆଜ୍ଞା। ଯୋଉଭଳି ଭାବରେ ଗଭର୍ଣ୍ଣମେଣ୍ଟ କ୍ୱାର୍ଟରରୁ ଯେହେତୁ ସେ ଲୋକଟି ଧରା ପଡ଼ିଥିଲା ଆଜ୍ଞା ତେଣୁ କରିକି ୟା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାକୁ ନିର୍ଦ୍ଦେଶନାମା ଅଲଗା କିଛି ଆସିଲା ନାଇଁ ତାର ବର୍ତ୍ତମାନ କୋର୍ଟରେ କହିଛନ୍ତି ତାର ମୋଟର ସାଇକେଲ ଯୋଉ ଜବତ ହେଇଥିଲା ତା ନିଜର ମୋଟର ସାଇକେଲ ଏବଂ ତା ଜିନିଷପତ୍ର ନିଲାମ କରାଯିବ ଅପିଲ ପିରିୟଡ଼ ସରିଲା ପରେ ଆଉ ଜିନିଷ ତ ନଷ୍ଟ ଆଇନ ଅନୁସାରେ ତାକୁ ଇଏ କରାଯିବ ଆଉ ପୋଲିସ ଅଧିକାରୀ ଭଡ଼ା ଦେଇଥିଲେ ସେ ଘରଟିକୁ ତାଙ୍କ ଉପରେ କଣ ଆକ୍ସନ ନିଆଯାଇଛି? ତାଙ୍କ ଉପରେ ତାଙ୍କର ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ଆଉ ତାଙ୍କୁ ଆଉ ଭୁବନେଶ୍ୱର କ୍ୱାର୍ଟର ଦିଆଯିବନି ଏଭଳି ଆଉ ତାଙ୍କୁ ବିଭିନ୍ନ ପ୍ରକାର ଅଫିସିଆଲ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋମ୍ ଡିପାର୍ଟମେଣ୍ଟ ଗ୍ରହଣ କରୁଛି। ଏଇ ଯୋଉ ସରକାରୀ କ୍ୱାର୍ଟର ଯୋଉ ଭଡ଼ା ଦିଆହେବା କିମ୍ବା ତାଠୁ ଏମିତି ନିଶା ଦ୍ରବ୍ୟ ମିଳିବା ଆଉ ଉପରେ କିଛି ଆଉ ଅଧିକ ଷ୍ଟେଟମେଣ୍ଟ କିଛି ଦେଇଛନ୍ତି କି ମାନ୍ୟବର କୋର୍ଟ? କୋର୍ଟର ପ୍ରଥମ ଜିନିଷ ଯେ ଏକ୍ସକ୍ଲୁସିଭ ଏକ୍ସକ୍ଲୁସିଭ ପୋଜିସନ ଥିଲା କି ନାଇଁ ବ୍ରାଉନ ସୁଗାର ସେ ବେପାର ହେଉଥିଲା ସିଏ କହିଲା ଯେ ତାକୁ ଯେତେବେଳେ ଇଣ୍ଟ୍ରୋଗେସନ କରାଯାଇଥିଲା ସେ ବାଲେଶ୍ୱର ୱେଷ୍ଟବେଙ୍ଗଲରୁ ବାଲେଶ୍ୱର ଦେଇକିରି ସେ ଆଣୁଥିଲା ବାଲେଶ୍ୱର ୱେଷ୍ଟବେଙ୍ଗଲରୁ ଆସୁଥିଲା ବାଲେଶ୍ୱରରୁ ସେ ଲୋକ ଆଣିକି ଏଠି ବେପାର କରୁଥିଲା। ଏ ଲୋକର ଘର କୋଉଠି? ଏ ଲୋକର ଢେଙ୍କାନାଳ ପାଖରେ ଦୀନବନ୍ଧୁପୁର ଗୋଟେ ଗାଁ। ଏଠି ଆସିକି ଚିତ୍ତ ଅଟୋ ଗ୍ୟାରେଜ କରିଥିଲା ଜଳେଶ୍ୱର ମନ୍ଦିର ନିକଟରେ ଆସିକି ଏଇଟା ଭଡ଼ା ରହିକି ବେପାର କରୁଥିଲା। କେତେ ବର୍ଷ ହେଲାଣି ତାମାନେ 21 ମସିହାରୁ ସେ ଭଡ଼ା ନେଇଥିଲା ତା ପୂର୍ବରୁ କେବେ ରହୁଥିବ ମୁଁ କହିପାରିନି ଆଜ୍ଞା। କେତେ ବର୍ଷର ଟୋଟାଲ କେସ୍ ଫାଇନାଲ ହେଲା ସାର୍? 2 ବର୍ଷ ତ 2 ବର୍ଷ ଭିତରେ ବହୁତ ଜଲ୍ଦି ଆଜ୍ଞା ହେଇଛି ନିଶା କେବେ କେସ୍ ଗୁଡ଼ା ଭାରି ଟାଇମ୍ ଲାଗେ ଆମେ ବହୁତ ଚେଷ୍ଟା କରି ଆମେ ତାକୁ 2 ବର୍ଷ ଭିତରେ ସମାପ୍ତ କରିବାକୁ ଚେଷ୍ଟା କରୁ। ଏଥିରେ ସମସ୍ତ ପ୍ରକାର ପୁଲିସ ଅଫିସର ଆମର ବର୍ତ୍ତମାନ ଯିଏ ଏସ୍ପି ଅଛନ୍ତି ରବିନାରାୟଣ ଶତପଥୀ ଡିଏସ୍ପି ସଜ୍ଜାନନ୍ଦ ରଥ ଆଉ ପୁଲିସ ଷ୍ଟାଫ୍ ମାନଙ୍କର ଯିଏ ଆମର ଅଛନ୍ତି ସମସ୍ତଙ୍କର ପ୍ରଗାଢ଼ ଚେଷ୍ଟା କରିଛନ୍ତି ସମସ୍ତେ ଆମକୁ ତଦନ୍ତ ଯେଭଳିଆ ବି କରିଛନ୍ତି ତଦନ୍ତକାରୀ ଅଫିସର ସମସ୍ତଙ୍କ ସହଯୋଗ ନେଇକରି ସମସ୍ତଙ୍କ ପ୍ରଗାଢ଼ ଚେଷ୍ଟାରେ ଆଜି ଆମେ ସଫଳତା ପ୍ରୋସିକ୍ୟୁସନ ପାଇଛି। ଯଦି ଏଇଭଳିଆ ଜଜମେଣ୍ଟ ମାନ ମିଳେ ତାହେଲେ ନିଶାର କାରବାର ଯୋଉ ରହୁଛି ନିହାତି ଉପରେ ଗୋଟେ ଲାଗିବ। ନିଶ୍ଚିତ ଆମେ ଭାବୁଛୁ ସମାଜରେ ଲୋକ ଯଦି ରହିବେ ସମାଜରେ ଯଦି ଲୋକଙ୍କର ବାର୍ତ୍ତା ପହଞ୍ଚିବ ସମସ୍ତେ ଆପଣମାନେ ଗଣମାଧ୍ୟମ ଭାଇମାନଙ୍କ ପାଖରେ ନ୍ୟୁଜ୍ ମିଡ଼ିଆ ପ୍ରିଣ୍ଟ ମିଡ଼ିଆ ମାନଙ୍କ ମାଧ୍ୟମରେ ଯଦି ପ୍ରକୃତରେ ଖବର ଯାଇ ପହଞ୍ଚିପାରେ ଲୋକଙ୍କ ନିକଟରେ ନିଶ୍ଚିତ ଭାବରେ ଏକ କୋକା ଭଳି ସୃଷ୍ଟି କରିବ ବୋଲି ମୁଁ ଆଶା ପୋଷଣ କରୁଛି। କିନ୍ତୁ ଦଣ୍ଡ ବିଧାନ ହେଲା ତା ଦେହରେ କୋଉଠି ନା କୋଉଠି ଗୋଟେ ଯୋଉ ପଇସା ଇଏଟା ଟିକେ କମିଗଲା ଯେତିକି ବର୍ଷ 20 ବର୍ଷ ଯୋଉ ସଶ୍ରମ ରହିଲା ସେ ଅନୁସାରେ ମାତ୍ର 1 ଲକ୍ଷ ଟଙ୍କା ଜୋରିମାନା। ଆଇନରେ ଯୋଉ ପ୍ରାବଧାନ ଅଛି ତାକୁ ନେଇକି ଜଜଙ୍କର ଜଜମେଣ୍ଟ କ'ଣ ଆସିବ ତା ଭିତରେ ଆମର କିଛି ନାହିଁ। ଆମେ ଚାଷ କରିବୁ ଯେହେତୁ ସମ୍ପୂର୍ଣ୍ଣ ଭାବରେ ସେ ଦୋଷୀ ଆଉ ତା ପ୍ରମାଣିତ ଆମେ କରିଛୁ ସମ୍ପୂର୍ଣ୍ଣ ଭାବରେ ତାକୁ ଯାହା ପ୍ରେସ୍କ୍ରାଇବ୍ ହେଇଛି ଦଫାରା ସେ ଅନୁସାରେ ଦେଖନ୍ତୁ ଯେମିତି ମର୍ଡର କେସ୍ରେ ଆପଣ 2ଟା ଦଣ୍ଡ ଗୋଟେ ହେଉଛି ଫାଶୀ ଗୋଟେ ହେଉଛି ଆପଣଙ୍କର ଆଜୀବନ କାରାଦଣ୍ଡ ଲାଇଫର କିନ୍ତୁ ନିଶା ନିବାରଣକୁ ପ୍ରତିହତ କରିବା ପାଇଁ ପାର୍ଲାମେଣ୍ଟ ହଉ ଆମର ଆସେମ୍ବଲି ହଉ ଆମ ରାଜ୍ୟ ସରକାର ହୁଅନ୍ତୁ କେନ୍ଦ୍ର ସରକାର ସମସ୍ତେ ଗୋଟେ ଜିନିଷ ଯେ ସବୁଠୁ ହାଇଏଷ୍ଟ ଦଣ୍ଡ ଦିଆହେଇଛି 20 ବର୍ଷ। ଏଥିରେ ଯଦି ଲୋକ ନ ସୁଧୁରିବେ ଏଟା ବିଡ଼ମ୍ବନା କୁହାଯିବ। ୟାପରେ ଯୋଉ କେସ୍ ଗୁଡ଼ିକ ପେଣ୍ଡିଂ ହେଇକି ପଡ଼ିଛି ତାକୁ ଯଥାଶୀଘ୍ର ଚେଷ୍ଟା ମୁଁ ଆଜ୍ଞା ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ଦାୟିତ୍ୱ ନେଲା ପରେ ଯେତେ ମୁଁ ୟା ପୂର୍ବରୁ ବହୁତ ଚେଷ୍ଟା କରିଛି ଏବଂ ବହୁତ କେସ୍ରେ ମଧ୍ୟ ମୁଁ ପୁରସ୍କୃତ ହେଇଛି ପୋଲିସ ରାଜ୍ୟ ସରକାରଙ୍କ ତରଫରୁ ଏବଂ ଆଜ୍ଞା ବର୍ତ୍ତମାନ ମଧ୍ୟ ଆପଣ ଯେଉଁ କମିଶନର ପୋଲିସ ଦେଖିଥିବେ ମୁଁ ଫେଲିସିଏସନ୍ ହେଇଥିଲା 3 ତାରିଖ ଦିନ କମିଶନରେଟ ପୋଲିସ ହଲ୍ରେ ସେଠି ମଧ୍ୟ ମୋତେ ଆମର ମାନ୍ୟବର ଆମର ଯେଉଁ ବର୍ତ୍ତମାନର ପୋଲିସ କମିଶନର ଅଛି ଦେବଦତ୍ତ ସିଂ IPS ଏବଂ ଆମ ନରସିଂହ ବଳ ଆଡିସନାଲ କମିଶନର ପୋଲିସ ଆଉ ଆମର ପ୍ରେସିଡେଣ୍ଟ DCP ଭୁବନେଶ୍ୱର ଜଗମୋହନ ମୀନା ସାର୍ ଆମ ମୋତେ ଫେଲିସିଏସନ୍ କରିଥିଲେ ଏବଂ ସେଥିପାଇଁ ମୋତେ ଆପ୍ରିସିଏସନ୍ ମଧ୍ୟ କରାଯାଇଥିଲା ପୋଲିସ ଆଉ ସରକାରୀ ଓକିଲଙ୍କ ଉପସ୍ଥିତିରେ। ଆପଣଙ୍କର ଏ ଚେଷ୍ଟା ଅନ୍ୟ ଓକିଲମାନଙ୍କୁ ବି ପ୍ରେରଣା ଦେବ? ନିଶ୍ଚିତ ଭାବରେ ଦେବା କଥା ମୁଁ ତ କହିପାରିବିନି ଯେ ସେଇଟା ତ ମୋ ଦ୍ୱାରା କହିବା ଶୋଭନୀୟ ନୁହେଁ। ମୁଁ ଭାବୁଛି ସମସ୍ତେ ଯଦି ଏମିତି ଆମେ ପ୍ରଗାଢ଼ ଚେଷ୍ଟା କରିବା ମାନ୍ୟ ଆମର ଯେଉଁ ବର୍ତ୍ତମାନ ପ୍ରେସିଡେଣ୍ଟ DG କ୍ରାଇମବ୍ରାଞ୍ଚର ଅଛନ୍ତି ସେ ତ ବିନୀତ ମିଶ୍ରଙ୍କ କଥାଟାକୁ ଯଦି ସମସ୍ତେ ହୃଦୟଙ୍କୁ କରିବେ ମୋ ଭଳି ମୁଁ ଭାବୁଛି ନିଶ୍ଚିତ ଭାବରେ ସମାଜରେ କିଛି ବଦଳାବ ଆସିବ। এই କେସ୍ଟି କିଛି ଉପରସ୍ଥ ନ୍ୟାୟାଳୟକୁ କିଛି ଯିବାର ସମ୍ଭାବନା ରହୁଛି?
ସେଇଟା ତ ତା ଉପରେ ନିର୍ଭର କରେ କିନ୍ତୁ ଯେତିକି ଆମେ ବର୍ତ୍ତମାନ ତଳ କୋର୍ଟରେ ଆମେ ତିଆରି କରିଦେଇଛୁ ପ୍ରୋଭିଜନ ପ୍ରମାଣ କରିବାକୁ ଦେଇଦେଇଛୁ ତଦନ୍ତକାରୀ ଅଫିସରଙ୍କ ଆଉ ଆମ ପ୍ରସିକ୍ୟୁସନରୁ ସାକ୍ଷୀ ବୟାନରେ ଯେତିକି ମୁଁ ଜାଣୁଛି ଉପରେ ମଧ୍ୟ ଖସିବା କଷ୍ଟକର। ଧନ୍ୟବାଦ। ନମସ୍କାର।